चारिदिनिया कंधमाल जिला गस्तरे राज्य खाद्य सुरक्षा आयोग अध्यक्ष दारिंगबाड़ी ब्लॉक गदापुर पंचायत मांडीपंकार आंब डाकुआ जाऊ खाई 3 जनक मृत्यु होता बेले 5 गुरुतर होते। ଏହି ଘଟଣାକୁ ନେଇ କନ୍ଧମାଳ ଗସ୍ତରେ ଆସିଛନ୍ତି ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁଙ୍କ ନେତୃତ୍ୱରେ କମିଟି ସଦସ୍ୟ ଅକ୍ଷୟ ବେହେରା ଓ ଦୟାନିଧି ଦାସ ମାଣ୍ଡିପଙ୍କା ଗସ୍ତ କରି ଏହି ଘଟଣାର ତଦନ୍ତ କରିଛନ୍ତି। ଆମ୍ବ ଟାଙ୍କୁଆ ଆମେ ଆଗ କାଳର ଖାଇକି ଆଉଥିଲୁ, ଆଉ କେତେ ବର୍ଷ ଆମେ ଛାଡ଼ିଥିଲୁ, ଆଉ ଏ ବର୍ଷ ସେଟା ଚାଲି ନାହିଁ କି ଉପରର ଚାଲି ଚୁପାଡ଼ିକି ଫିଙ୍ଗିଲୁ। ସେ ଭିତରର ସେ ମଞ୍ଜିକୁ ଆଉ ଧାନ କରି କୁଠିକିରି ଗୁଣ୍ଡ କରିକିରି ପାଣିରେ ରଖି କୁଞ୍ଚାରେ କରି ରଖିଥିଲୁ। ସେଟା ସମସ୍ତେ ଗାଁ ଗୋଟା ଖାଇଲୁ, ସେଟା କିଛି ହୁଏ ନାହିଁ। ଆଉ ସେ ଗିନାରେ ତାଟିଆରେ ଟିକେ ଥିଲା, ସେଟା ନଣନ୍ଦି ନାହିଁ କି ତଳ ଘରେ ସେ ଭାଜିକିରି ସେ ଛତା ଗୁଣ୍ଡ ଭଳିଆ ଚିନିରେ ମିଶେଇକି ଭାଜିକି ଆଣିଲା। ଆମେ 7-8 ଜଣ ଖାଇଲୁ। ସେ ପିଣ୍ଡାରେ ଏକା ବସିକି ଖାଇଲୁ। ସେଟା ନାଇକି ବିଷାକ୍ତ ହେଇଗଲା। ସେ ଆପଣ କହିଲେ ଯେ ଆମେ ସେ ଏଠରୁ ନେଲେ ବ୍ରାହ୍ମଣୀଗାଁରୁ ରେଫର କଲେ ବ୍ରହ୍ମପୁର, ଆଉ ବ୍ରହ୍ମପୁର ଟୁ ରେଫର କଲେ କଟକରେ ସେଠି ସବୁ ଆମର ଆଡମିଟ୍ ହେଲା। ଆପଣ ଯୋଉ କହୁଛନ୍ତି ପ୍ରଥମେ ଖାଇଥିଲେ ପରବର୍ତ୍ତୀ ସମୟରେ ଖାଇଲେ, କେତେ ଦିନ ପରେ ସେଟା ଖାଇଥିଲେ? ସେଟା 3 ଦିନ ପରେ ସେମିତି ଖାଇଲାଟା ସେମିତି ହୁଏ। ଆଗ ଖାଇଲୁ ସେଟା ଭାତରେ ଗୁଳେଇକି ସେଟା କିଛି ହୁଏ ନାହିଁ। ଏବେ କେମିତି ଫିଲ୍ କରୁଛନ୍ତି? ଆପଣଙ୍କୁ କେମିତି ଲାଗୁଛି? ଏବେ ଭଲ ଲାଗୁଛି। ସେଟା ଆଡମିଟ୍ ହେଲୁ, ସାଲାଇନ୍ ସୁଞ୍ଚି କଲେ, ସେ ବିଷାକ୍ତ ବାନ୍ତି କରେଇଲେ, ଝାଡ଼ା ବାନ୍ତି କଲେ। ତାପରେ ମୁଁ ସୁସ୍ଥତା ପାଇକି ସେଠି ପୀଡ଼ିତ ଅବସ୍ଥାରେ ଯାଇଥିଲି। ମୁଁ ଏବେ ସୁସ୍ଥତା ହେଇକି ଆଇଛି ସେ ପ୍ରଭୁଙ୍କର ଦ୍ୱାର ଆଉ ତମ ଦ୍ୱାର। ଆସିଥିଲୁ ଆମର କମିଶନ ତରଫରୁ, ମୁଁ ଆସିଥିଲି, ଆମର ମେମ୍ବର 2 ଜଣ ଯାକ ଆସିଥିଲେ, ଦୟାନିଧି ସାର୍ ଅକ୍ଷୟ ସାର୍ 2 ଜଣ ଯାକ ଆସିଥିଲେ। ପୀଡ଼ିତାଙ୍କୁ ଆମେ ଭେଟିଲୁ, ତାଙ୍କ ସହିତ ଆଲୋଚନା କଲୁ, ପାଖାପାଖି ଆଧା ଘଣ୍ଟା ଆଲୋଚନା କଲୁ। ତ ତାଙ୍କୁ ପଚାରୁଥିଲୁ ଯେ ଚାଉଳ କେଉଁ ଦିନ ଦିଆହେଲା, ତା ପୂର୍ବରୁ ଯେଉଁ କୋଟା ଆମର 3 ମାସର କୋଟା ଚାଉଳ କେବେ ଦିଆହେଇଥିଲା, ଏଇଥର ଆମର ଅକ୍ଟୋବର ନଭେମ୍ବର ଡିସେମ୍ବର ଚାଉଳ କେବେ ଦିଆହେଲା। ତ ତାଙ୍କ କହିବାର ଅର୍ଥ ଯେ କିଛି ମାନେ ଯେଉଁଦିନ ଦେବା କଥା କିଛି ଦିନ ଟିକେ ଲେଟ୍ ହେଇଛି। ଅକ୍ଟୋବର ନଭେମ୍ବର 2ରେ ଦିଆଗଲା। ନଭେମ୍ବର 2ରେ ଦିଆହେଇଛି, ଯେଉଁଟାକି ଅକ୍ଟୋବରରେ ଦେବା କଥା, କିନ୍ତୁ ନଭେମ୍ବର 2ରେ ଦିଆହେଇଛି। ସେକେଣ୍ଡ ଜିନିଷ ତାକୁ ପଚାରୁଥିଲୁ ଆମେ ଯେ ଆପଣମାନେ ଆମ୍ବ ଟାକୁଆ ଖାଇକି ମାନେ ଖାଇବାଟା ଆପଣଙ୍କ ଟ୍ରାଡ଼ିସନାଲ୍ ଫୁଡ଼୍ କି? ତ ନାହିଁ, ସେମାନେ 10-15 ବର୍ଷ ପୂର୍ବରୁ ଖାଇଥିଲେ, ଏବେ ସେମାନେ ସେ ଆମ୍ବଟାକୁ ଖାଆନ୍ତିନି। ତ ଏବେ ଆମେ ଯାଉଛୁ, ଜିଲ୍ଲାପାଳଙ୍କ ସହିତ ମୁଁ ଗଲା ପରେ ଆଲୋଚନା କରିବି, ବାକି ଯାହା ତାର ଫାଇଣ୍ଡିଂ ରିପୋର୍ଟ ହେବ ଆପଣମାନଙ୍କୁ ଜଣାହେବ। ତଦନ୍ତରେ ସାମିଲ ଅଛନ୍ତି ଦାରିଙ୍ଗବାଡ଼ି ବିଡିଓ, ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ର ମିଶ୍ର ଓ ଅତିରିକ୍ତ ଯୋଗାଣ ଅଧିକାରୀ ଦିलीप ପାଣିଗ୍ରାହୀ। କମିଶନର ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସେମାନଙ୍କ ସହ କାହିଁକି ଆମ୍ବ ଟାକୁଆ ଯାଉ ଖାଇଥିଲେ ପଚାରି ବୁଝିଥିଲେ। ଚାଉଳ ଦେବାରେ 1 ମାସ ବିଳମ୍ବ ହୋଇଥିବା ସହ ଅଭାବ ଯୋଗୁଁ ଆମ୍ବ ଟାକୁଆ ଖାଇଥିବା ମୃତକଙ୍କ ପରିବାର କହିଥିବା ବେଳେ ଲୋକଙ୍କୁ ମୁଣ୍ଡ ପିଛା 5 କିଲୋ ଚାଉଳ 1 ମାସ ପାଇଁ ଯଥେଷ୍ଟ ହେଉନଥିବା ପରିବାର ଲୋକେ କହିଥିଲେ। ମେଡିକାଲରୁ ସୁସ୍ଥ ହୋଇ ଫେରିଥିବା ମହିଳାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଅଧ୍ୟକ୍ଷ। ଖାଦ୍ୟ କମିଶନ ଅଧ୍ୟକ୍ଷ ଦାରିଙ୍ଗବାଡ଼ିଠାରେ ଏକ ବୈଠକରେ ଯୋଗଦେବା ସହ ତୁମୁଡ଼ିବନ୍ଧ ବ୍ଲକକୁ ପରିଦର୍ଶନ କରି ବିଭିନ୍ନ ସମସ୍ୟାର ସମୀକ୍ଷା କରିଥିବା ଜଣାପଡ଼ିଛି। ଶେଷରେ ଫୁଲବାଣୀଠାରେ ମଧ୍ୟ ଏକ ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି। କନ୍ଧମାଳରୁ ବନବାସୀ ପ୍ରଧାନଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।